ଆଜିର ଭିଡ଼ିଓଟା ଗୋଟେ ପାର୍ସଲ ଓପନିଂରୁ ଷ୍ଟାର୍ଟ କରୁଛି। ପାର୍ସଲଟା ତ ମୁଁ ହିଁ ମଗେଇଥିଲି ଫ୍ଲିପକାର୍ଟରୁ, ଯୋଉଟାକି ମୋତେ ରିସିଭ୍ ହେଇଯାଇଛି। ଗୋଟେ ପର୍ସ ଥିଲା। ଓପନ୍ କରିକି ଦେଖିଲା ବେଳକୁ କଲର୍ ଆଉ ପ୍ରାଇସ୍ ଦିଇଟା ଯାକ ବହୁତ ବଢ଼ିଆ ଥିଲା, ଆଉ କ୍ୱାଲିଟି ବି ବହୁତ ବଢ଼ିଆ ଥିଲା। ଆପଣମାନେ ଯଦି ଅର୍ଡ଼ର କରିବାକୁ ଚାହିଁବେ, ମୁଁ ନିହାତି ଭାବରେ ତାର ଲିଙ୍କ୍ ସେୟାର କରିଦେବି। ଯେହେତୁ କମ୍ ପ୍ରାଇସ୍ ଥିଲା, ମୋତେ ତ ବହୁତ ହି ଭଲ ଲାଗିଥିଲା। ଆପଣମାନେ ସିଓର ୟାକୁ ଥରେ ଅର୍ଡ଼ର କରିବେ ଆଉ ଦେଖିବେ କେତେ ସୁନ୍ଦର ଲାଗୁଛି। ମୁଁ ଏତେ ସୁନ୍ଦର ପର୍ସଟେ ପାଇକି ଏତେ ଖୁସି ହେଇଯାଇଥିଲି ଯେ ଲଞ୍ଚ କଥାଟା ପୁରା ମୋ ମନରୁ ପାସୋରି ଦେଇଥିଲି। ତ ଲଞ୍ଚ ଟାଇମ୍ ହେଇଯାଇଥିଲା ଆଉ ଯାଇକି ମୁଁ ଲଞ୍ଚ କରିବାକୁ ବସି ପଡ଼ିଥିଲି। ଲଞ୍ଚରେ ଭାତ, ତା ସାଙ୍ଗକୁ ଡାଲି ଆଉ ତା ସାଙ୍ଗକୁ ପନିର ଆଉ କୋବିର ଟିକେ ତରକାରୀ ଥିଲା। ଆଉ ଲେମ୍ବୁଟା କେମିତି ମୁଁ ଭୁଲିଯିବି କୁହନ୍ତୁ ତ? ଲେମ୍ବୁ ତ ମୋର ଫେବରେଟ୍। ତ ଲେମ୍ବୁକୁ ନ ରଖିଲେ ଭାତ ଥାଳିରେ କ'ଣ ଭଲ ଲାଗିବ? ତ ମୁଁ ନିହାତି ଭାବରେ ଲେମ୍ବୁକୁ ବି ଆଡ଼୍ କରିଦେଇଥିଲି। ଏଠି ଚତୁର୍ଥ ପହରୀ ଘର ପାଖରେ ହଉଥିଲା, ତ ସେଥିପାଇଁ ଠାକୁର ଆମ ଘରକୁ ବିଜେ କରୁଥିଲେ। ତାଙ୍କ ପାଦ ଧୋଇକି ହଳଦୀ ପାଣିରେ ତାଙ୍କୁ ଘରକୁ ନେଇଯାଉଥିଲୁ। ଗାଁର ଏମିତି ସୁନ୍ଦର ସୁନ୍ଦର ପରମ୍ପରା ଗୁଡ଼ାକ ଭାରି ବଢ଼ିଆ ଲାଗେ ଦେଖିବା ପାଇଁକା। ଏଠି ରୂପାଲୀଙ୍କୁ ଭିଡ଼ିଓରେ ଦେଖେଇବାରୁ ସେ ଲାଜ କରିକି କୀର୍ତ୍ତନ କରିବାରେ ବ୍ୟସ୍ତ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ବିଲକୁଲ ଭୁଲିବେନି।